ଆଉ ସେ ପିତୃଶିଳା ପଡିଛି କୋଉଠି ନା ଉଦ୍ଦେଶନ ମଣ୍ଡପରେ। ଉଦ୍ଦେଶନ କଂସଙ୍କ ବାପା, କଂସଙ୍କ ମାନେ କଂସ ମହାପାପୀ, ତାର ବାପା ମଧ୍ୟ ପୂଜିତ ହଉଛନ୍ତି ପୁରୀ ଶ୍ରୀକ୍ଷେତ୍ରରେ। ଆଉ ଜଗନ୍ନାଥ ମଧ୍ୟ ଉଦ୍ଦେଶନକୁ ଦର୍ଶନ ପାଇଁ ପ୍ରତି ଅମାବାସ୍ୟାରେ ଯାତ୍ରା କରନ୍ତି। ପ୍ରତି ଅମାବାସ୍ୟାରେ ଅମାବାସ୍ୟା ଜଗନ୍ନାଥ ଯାଆନ୍ତି ଉଗ୍ରେସନଙ୍କ ପାଖକୁ। ଏ ମଧ୍ୟ କହିଲେ ଆହୁରି ଅନେକ କାହାଣୀ ହବ, କିନ୍ତୁ ସଂକ୍ଷେପରେ ବହୁତ ସେ ପିତୃଶିଳାର କଥା। ଯେତେବେଳେ ଯିବେ ହାତ ଯୋଡ଼ି ମୁଣ୍ଡିଆ ମାରିବେନି, ଟିକେ ମୁଣ୍ଡ ଲଗେଇଦେବେ ସେ ଶିଳାରେ। ସେ ଶିଳାରେ କାହିଁକି ମୁଣ୍ଡ ଲଗେଇବେ ଶୁଣନ୍ତୁ। ସେ ଶିଳାରେ ମୁଣ୍ଡ ଲଗେଇବେ ଏଇଥିପାଇଁ ନା ସାତ ପୁରୁଷ ସେଇଠି ଅପେକ୍ଷା କରି ରହନ୍ତି। କୋଉ ଦିନ ମୋ ପୁଅ ଆସିବ, କୋଉ ଦିନ ମୋ ଝିଅ ଆସିବ, କୋଉ ଦିନ ମୋ ନାତି ଆସିବ, କୋଉ ଦିନ ମୋ ପୁତୁରା ଆସିବ, କୋଉ ଦିନ ମୋ ନାତୁଣୀ ବୋହୂ ଆସିବ, ଆମକୁ ଟିକେ ଦେଖିକି ମୁଣ୍ଡ ଲଗେଇ ଯିବ। ଆଉ ମୁଣ୍ଡ ଲଗେଇଦେଲେ ମୋ ପ୍ରଭୁ ଜଗନ୍ନାଥ ତାଙ୍କୁ ବାହାର କରିଦିଅନ୍ତି, ତାଙ୍କୁ ମୁକ୍ତ କରିଦିଅନ୍ତି। ଆଉ ସେଇ ହେଉଛି ଉଗ୍ରେସନ ପୀଠରେ ଥିବା ସେ ପିତୃଶିଳା। ଆଉ ଗୋଟିଏ ହେଉଛି କଣ ନା ଦେଖିବେ, ଗୋଟିଏ ହେଉଛି ମୁକ୍ତିଶିଳା, ସେଇ ବାଲିସାହିରେ ଅଛି। ସେ ବାଲିସାହିର ସେଇ ମୁକ୍ତିଶିଳାର କାମ ହେଉଛି କଣ ନା ଯେତେବେଳେ ଗାଁ ଗହଳି ଲୋକ ପଡ଼ିଯାଇ ରହନ୍ତି, ସମସ୍ତଙ୍କ ପାଖକୁ ଆସେ ଭଗବାନଙ୍କୁ ଉଦ୍ଧାର କରିଦିଅନ୍ତି କି ସେ ଶିଳାକୁ ଯିବେ, ସେ ଶିଳାରେ ଟିକେ ଧୋଇଦେବେ, ଆଉ ଧୋଇଥିବା ପାଣିକୁ ଆଣିବେ। ଆଉ ଦେଖିବେ ସେ ବେଢା ପାଖରେ ଗୋଟିଏ କଳା ତୁଳସୀ ଗଛ ଅଛି। ସେ କଳା ତୁଳସୀକୁ ତୋଳିବେନି, ଛାଡ଼ିଦେବେ। ଆଉ ଯାହା ପତ୍ର ମିଳିବ ସେ ପାଣିରେ ପୁରେଇଦେବେ। ଧୋଇଥିବା ସେ ଶିଳାର ପାଣିକୁ ଆଣି ଆପଣ ଦେଖନ୍ତୁ, ପରୀକ୍ଷା କରନ୍ତୁ, ତାହା ହିଁ ଘଟିବ। ଯେତେବେଳେ ପଡ଼ି ରହିଥିବା ସେ ଯୁବକ, ସେ ମନୁଷ୍ୟଟିକୁ ଆପଣ ଯେତେବେଳେ ଦେବେ, ସେ ଭଗବାନ ନୀଳାଦ୍ରି ବିଜେ, ସେ ଶଙ୍ଖ ଚକ୍ର ରାମଧାରୀ ପ୍ରଭୁ ଶ୍ରୀ ଜଗନ୍ନାଥ ତାକୁ ଉଦ୍ଧାର କରିଦେବେ। ଆଉ ଇଏ ଚତୁର୍ଥ ନମ୍ବର ଶିଳା, ଯାହା ମୁଁ ଆପଣଙ୍କୁ କହୁଛି। ଆଉ ଗୋଟିଏ ଶିଳା ଦେଖିବେ, ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରତ୍ନ ସିଂହାସନରେ ବସିଥିବା ପ୍ରଭୁ ଜଗନ୍ନାଥ, ଯୋଉଠି କୈବଲ୍ୟ ଲାଗେ, ତା ନାଁ ହଉଛି କୈବଲ୍ୟ ଶିଳା। ସେ ଶିଳାକୁ ଯିବେ, ଟିକେ ମୁଣ୍ଡ ଲଗେଇଦେବେ। ଜୀବନ ଯାକ ଏ ଆତ୍ମା ଯେତେ ଯୋନି ଦେଇ ଗତି କରିଛି, ସମସ୍ତ ଯୋନିର କରିଥିବା ପାପ ଖଣ୍ଡନ ହେଇଯିବ। ପ୍ରଭୁ ଜଗନ୍ନାଥ ଯୋଉ ରତ୍ନ ସିଂହାସନ ବେଦୀରେ ବସନ୍ତି, ଯୋଉଠି କୈବଲ୍ୟ ଲାଗେ, ଯୋଉଠି ଚଳୁ ବଡ ପଣ୍ଡା ଯୋଉଠି ଚଳୁ କରିଥାଏ, ସେ ଯୋଉଠି ଛପନ କୋଟି ଭୋଗ ଲାଗିଥାଏ, ସେ ହଉଛି କୈବଲ୍ୟ ଶିଳା। ଆଉ କୈବଲ୍ୟ ଶିଳା ଚତୁର୍ଥ ନମ୍ବର ଶିଳା। ଆଉ ଅନେକ କଥା ଥିଲା।